आदिवासी पिलामानଙ୍କର ଯଦି ଶିକ୍ଷାର ମାନ ବଢ଼ିଛି ତାହେଲେ ସେଥିପାଇଁ କିସ୍କୁ ଯେତେ ପ୍ରଶଂସା କଲେ ଯେତେ ଧନ୍ୟବାଦ ଦେଲେ ମଧ୍ୟ କମ୍ ହେଇଯିବ। କାରଣ ବିଭିନ୍ନ ଜିଲ୍ଲାରୁ ଯେଉଁ ଆଦିବାସୀ ଗରିବ ପିଲାମାନେ ଆସୁଛନ୍ତି, ଭୁବନେଶ୍ୱର ଭଳିଆ ଜାଗାରେ ରହୁଛନ୍ତି, ପାଠ ପଢ଼ୁଛନ୍ତି ଏବଂ ମୁଁ ବ୍ୟକ୍ତିଗତ ଭାବରେ ଯେତେବେଳେ ଉପବାଚସ୍ପତି ଥିଲି ମୁଁ ବହୁତ ଥର ସେ ଜାଗାକୁ ଯାଇଛି। ତାଙ୍କର ରହିବାର, ତାଙ୍କର ସ୍ୱାସ୍ଥ୍ୟ ଖରାପ ହେଲେ ତାଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ଡିସ୍ପେନ୍ସରୀଠୁ ଆରମ୍ଭ କରିକି ସବୁ ପ୍ରକାର ବ୍ୟବସ୍ଥିତ ଢଙ୍ଗରେ ତାଙ୍କୁ ରଖାଯାଇଛି। ତେଣୁ ଗୋଟେ ନିର୍ଦ୍ଦିଷ୍ଟ ଘଟଣା ପାଇଁ ମୁଁ ଦେଖୁଛି ପାଖାପାଖି 1 ବର୍ଷରୁ ଉର୍ଦ୍ଧ୍ୱ ହୋଇଗଲାଣି ନିର୍ଦ୍ଦିଷ୍ଟ ଗଣମାଧ୍ୟମ ବିନା କାରଣରେ ବ୍ୟକ୍ତିଗତ ରାଗ ସୁଝାଇବା ପାଇଁ। ମୁଁ ତ କହିବି ଯେ କିସ୍ର ଯେଉଁ ଫାଉଣ୍ଡର ଅଚ୍ୟୁତ ସାମନ୍ତ ସେ ଜଣେ ଅମାୟିକ ଲୋକ, ସେ ଜଣେ ଭଦ୍ର ଲୋକ ଏବଂ ସମାଜସେବୀ ମଧ୍ୟ। ମୟୂରଭଞ୍ଜ ଜିଲ୍ଲାଠୁ ଆରମ୍ଭ କରି ବିଭିନ୍ନ ଜାଗାରେ କିସ୍ର ଶାଖା ମଧ୍ୟ କରିଛନ୍ତି। ଏଠି 5000ରୁ ଉର୍ଦ୍ଧ୍ୱ ପିଲା ମୟୂରଭଞ୍ଜରେ ଆମର ପାଠ ପଢ଼ୁଛନ୍ତି ଏବଂ ବିଭିନ୍ନ ଜିଲ୍ଲାରେ ମଧ୍ୟ ସେ ବିଭିନ୍ନ ଶାଖା ଅନୁଷ୍ଠାନ ପ୍ରତିଷ୍ଠା କରିଛନ୍ତି ଏବଂ ଏକାଥରେ ପାଖାପାଖି 30-40 ହଜାର ପିଲାଙ୍କୁ ପ୍ରତ୍ୟେକ ବର୍ଷ ପାଠ ପଢ଼େଇବା, ତାଙ୍କର ଖାଇବାଠୁ ଆରମ୍ଭ କରି ପିଇବା ପିନ୍ଧିବା ସବୁକିଛି ମାଗଣାରେ ଦେବାର ମୁଁ ତ ଭାରତବର୍ଷରେ ଦେଖିନି ଏମିତି କୌଣସି ଅନୁଷ୍ଠାନ ଏତେ ବର୍ଷ ଧରି ଆଦିବାସୀଙ୍କ ପିଲାଙ୍କୁ ଶିକ୍ଷିତ କରାଇବା ପାଇଁ। କେବଳ ଆଦିବାସୀ ପିଲାଙ୍କୁ ସେ ଶିକ୍ଷିତ କରୁନାହାନ୍ତି, ତା ସହିତ ହଜାର ହଜାର ପିଲା ବିଭିନ୍ନ ଜାଗାରେ ପ୍ରତିଷ୍ଠିତ ବଡ଼ ବଡ଼ ମଲ୍ଟିନ୍ୟାସନାଲ୍ କମ୍ପାନୀରେ ମଧ୍ୟ ସେମାନେ ଏବେ ଚାକିରି କରୁଛନ୍ତି। ବିଭିନ୍ନ ଜାଗାରେ ବିଭିନ୍ନ ଅନୁଷ୍ଠାନରେ ଲକ୍ଷ ଲକ୍ଷ ପିଲା ମୁଁ ତ କହିବି ସେମାନେ ଚାକିରି ମଧ୍ୟ କରୁଛନ୍ତି। ତେଣୁ ସେ ନିର୍ଦ୍ଦିଷ୍ଟ ଗଣମାଧ୍ୟମ ଏଥିରୁ କ୍ଷାନ୍ତ ରହିବା ଦରକାର। ତା ନହେଲେ ରାଜ୍ୟ ସାରା ଆଦିବାସୀ ପିଲାମାନଙ୍କର କେବଳ ଅଭିଭାବକମାନେ ମଧ୍ୟ ନୁହେଁ, ଦଳ ମତ ନିର୍ବିଶେଷରେ ଯେତେ ଆଦିବାସୀ ନେତା ଅଛନ୍ତି ସମସ୍ତେ ଏକଜୁଟ ହେଇକି ୟାର ତୀବ୍ର ବିରୋଧ କରା